ପରେ ଗୋଟେ ଗୁମର। ଛାତ୍ର ମୃତ୍ୟୁ ପରେ ତଦନ୍ତ କରିବାକୁ କିସ୍ ପରିସରରେ ପହଞ୍ଚିଥିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଓ 2 ସଦସ୍ୟା। ତଦନ୍ତ ବେଳେ ଛାତ୍ରଛାତ୍ରୀଙ୍କ ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ଅନେକ ସମସ୍ୟା ଦେଖିବାକୁ ପାଇଛନ୍ତି। ପିଲାଙ୍କ ଜଳଖିଆରେ ଦିଆଯାଉଛି କେବଳ ଚୁଡ଼ା ଓ ଚିନି। ପାରା ଭାଡ଼ି ଭଳି ରହୁଛନ୍ତି ପିଲା। ସେହିପରି ମଧ୍ୟାହ୍ନରେ ଦିଆଯାଉଛି ଭାତ ସାଙ୍ଗକୁ ଡାଲମା। ହେଲେ କିସ୍ ୱେବସାଇଟ୍ରେ ଅନ୍ୟ କିଛି ଦର୍ଶାଯାଇଛି। ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି ଛାତ୍ରଛାତ୍ରୀ। ଏମିତିକି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖିବାକୁ ମିଳିଛି। ତେଣୁ ଆଉଥରେ ଏନେଇ ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର। ଆଉଥରେ ତଦନ୍ତ ପାଇଁ ଯିବେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କ ଟିମ୍। ତଦନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ରିପୋର୍ଟ ଦେବେ। କିସ୍ ଛାତ୍ରଙ୍କୁ ହତ୍ୟା ମାମଲାରେ କିସ୍ର ଜଣେ ଅତିରିକ୍ତ ସିଓଙ୍କ ସମେତ ଜେଲ୍ ଯାଇଛନ୍ତି 8 ଜଣ। ଭୁବନେଶ୍ୱର ଜେଏମ୍ଏଫ୍ସି କୋର୍ଟରେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତମାନଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି। ତେବେ ଆଗକୁ ଏ କେସ୍ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, ଜନତା ଟିଭି।